ବାହାଘର ଏକ ପବିତ୍ର ବନ୍ଧନ। ପ୍ରକୃତିର ନିୟମ ଏବଂ ମଣିଷ ସମାଜକୁ ଆଗକୁ ନେବାର ଏକ ପ୍ରକ୍ରିୟା ହେଉଛି ବିବାହ। ତେଣୁ ପୁରୁଷ ଓ ମହିଳାଙ୍କ ମଧ୍ୟରେ ହୁଏ ବିବାହ। ଅବଶ୍ୟ ବର୍ତ୍ତମାନର ସମାଜରେ ଏହି ବିବାହ ନେଇ ଅନେକ ବ୍ୟତିକ୍ରମ ଦେଖାଯାଉଛି। ତେବେ ସେସବୁକୁ କେଉଁଠି ସ୍ୱୀକୃତି ମିଳୁଛି ତ ଆଉ କେଉଁଠି ବିରୋଧ ହେଉଛି। ଇଏ ଅବଶ୍ୟ ମଣିଷର କଥା। ଯେତେବେଳେ କୌଣସି ମହିଳାଙ୍କର ଗଛ ସହ ବିବାହ ହୁଏ, ତା ପଛରେ କିଛି ବିଶ୍ୱାସ ଏବଂ ଭାବଭକ୍ତିର କଥା ଥାଏ। ହେଲେ ଯେଉଁଠି ମଣିଷ ସାପକୁ ବାହା ହୁଏ, ସେ ଘଟଣାକୁ ଆପଣ କେମିତି ଦେଖିବେ? ଏହା କୌଣସି ସିନେମା ପରଦାର କାହାଣୀ ନୁହେଁ କି ମନଗଢ଼ା କଥା ନୁହେଁ। ନିଛକ ସତ ଘଟଣାଟି। ତାହା ପୁଣି ଆମ ରାଜ୍ୟ ଓଡ଼ିଶାରେ, ଯାହାକୁ ଆମେ ଆମ କ୍ୟାମେରାରେ ସାଉଁଟିଥିଲୁ ଆଉ ତାକୁ ଆପଣଙ୍କ ଆଗରେ ରଖୁଛୁ। କିନ୍ତୁ କୌଣସି ଅନ୍ଧବିଶ୍ୱାସକୁ ପ୍ରଶ୍ରୟ ଦେବା ଆମର ଉଦ୍ଦେଶ୍ୟ ନୁହେଁ। ଏ କୌଣସି କାହାଣୀ ନୁହେଁ, ସତ ଘଟଣା, ଯାହା କିଛି ବର୍ଷ ତଳେ ହଜାର ହଜାର ଲୋକଙ୍କ ଆଗରେ ଘଟି ଯାଇଥିଲା ଆଉ ଚହଳ ପକାଇଥିଲା ସାରା ଦେଶରେ। ଏମିତିକି ଜାତୀୟ ଗଣମାଧ୍ୟମ ଗୁଡ଼ିକ ମଧ୍ୟ ଏହି ଖବରକୁ ପ୍ରକାଶ କରିଥିଲେ। ଏବେ ସେହି ଘଟଣାର ବର୍ତ୍ତମାନ ସ୍ଥିତି ପରିସ୍ଥିତିକୁ ପରଖିବା ପାଇଁ ଆମେ ପହଞ୍ଚିଥିଲୁ ଗ୍ରାଉଣ୍ଡ ଜିରୋରେ। ଆପଣମାନଙ୍କ ସମ୍ମୁଖରେ ଏହି ଘଟଣାର ତଥ୍ୟ ରଖିବା ଅର୍ଥ କୌଣସି ପ୍ରକାର ଭୁଲ ବାଟରେ ସମାଜର ଲୋକଙ୍କୁ ପରିଚାଳିତ କରିବା ନୁହେଁ। ବରଂ ମଣିଷ ଭିତରେ ବଞ୍ଚିଥିବା ଆଉ ଜଣେ ମଣିଷ ଅନ୍ୟ ଦୁନିଆରେ ବଞ୍ଚିବାକୁ ଚାହୁଁଥିବା ଚିନ୍ତାଶୀଳ ମଣିଷର କଥାକୁ କେବଳ ଏଇଠି ଉପସ୍ଥାପନା କରୁଛୁ। ଦର୍ଶକ ବନ୍ଧୁ, ଆଜିକୁ ଦୀର୍ଘ ବର୍ଷ ତଳର କଥା। ଭୁବନେଶ୍ୱର ଉପକଣ୍ଠରେ ଅଟଳା ନାମରେ ଗାଁଟିଏ। ସେହି ଗାଁରେ ରହୁଛନ୍ତି ବିମଳା ନାମକ ଜଣେ ମହିଳା। ସମୟକ୍ରମେ ଯୁବତୀ ଜଣକ ହଠାତ୍ ସମାଜର ନିୟମ ବିରୋଧ ଏବଂ ସମସ୍ତଙ୍କୁ ଚିନ୍ତିତ କଲା ଭଳି ଭୁଲ କରି ବସିଲେ। ଯାହା ସମସ୍ତେ ଭୁଲ ବୋଲି ଭାବୁଥିଲେ, ତାହା ବିମଳାଙ୍କ ପାଇଁ ଠିକ୍ ଥିଲା ବୋଲି ସେ କୁହନ୍ତି। ବିମଳା କ'ଣ କଲେ ଆପଣମାନେ ଜାଣିଛନ୍ତି? ଶୁଣିଲେ ପାଦ ତଳୁ ମାଟି ଖସିଯିବ ଆପଣଙ୍କର। ସେତେବେଳେ ଜଣେ କୋମଳମତୀ ଯୁବତୀ ଥିଲେ। ସେ ଗୋଟିଏ ନାଗସାପକୁ ଭଲ ପାଇ ବସିଲେ। ସେହି ଭୟଙ୍କର ବିଷଧରକୁ ବିବାହ କରିବାକୁ ବାପା ମାଙ୍କ ନିକଟରେ ଜିଦ୍ କରି ବସିଲେ। ବିମଳା କୁହନ୍ତି, ସେ କୁଆଡ଼େ ସବୁବେଳେ ନାଗସାପକୁ କ୍ଷୀର ଦିଅନ୍ତି ପିଇବା ପାଇଁ। ନାଗସାପ ଆସେ ଏବଂ କ୍ଷୀର ପିଇ ଚାଲିଯାଏ। ତେବେ ବାହାଘର କଥା ଯେତେବେଳେ ବିମଳାଙ୍କ ମନକୁ ଆସିଲା, ଘର ଲୋକ ବିରକ୍ତି ପ୍ରକାଶ କଲେ। ଏ କଥା ଚାରିଆଡ଼େ ପ୍ରଘଟ ହେଲା। ବାହାଘର ପାଇଁ ଘର ଲୋକ ବାରଣ କଲେ, କିନ୍ତୁ ଯୁବତୀ ଜଣକ ମାନି ନଥିଲେ। ଶେଷରେ ହଜାର ହଜାର ଲୋକଙ୍କ ସମ୍ମୁଖରେ ବାହାଘର ହେଲା, ଠିକ୍ ଯେମିତି ସାଧାରଣ ବିବାହ ହୁଏ। ବାଜା ରୋଷଣୀ କରି ବର କନ୍ୟା ହୋଇ ବିବାହ ହୋଇଥିଲା। କିନ୍ତୁ ବର ସ୍ଥାନରେ ବସିଥିଲା ଗୋଟିଏ ନାଗସାପ ପିତୁଳା। ତାକୁ ରଖାଯାଇ ବିବାହର ସବୁ କାର୍ଯ୍ୟ ସମ୍ପନ୍ନ ହେଲା। ଭୋଜି ଭାତର ଆୟୋଜନ ମଧ୍ୟ କରାଗଲା ବୋଲି ଗ୍ରାମବାସୀ ଓ ପରିବାର ଲୋକେ କୁହନ୍ତି। ଏ ଘଟଣା ଘଟିଥିଲା 2006 ମସିହାରେ, ଯାହାକି ସେହି ସମୟରେ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇଥିଲା। ତେବେ ଏତେ ଦିନ ପରେ ଲୋକଙ୍କ ମନରୁ ଲିଭିନଥିଲା ସେହି ନାଗସାପ ସହିତ ବିବାହ କରିଥିବା ଘଟଣା। ତେଣୁ ବିମଳା ଦୀର୍ଘ ବର୍ଷ ପରେ କେମିତି ଅଛନ୍ତି ଆଉ ସାପ ସହିତ ଅଛନ୍ତି କି ନାହାନ୍ତି, ପ୍ରକୃତ ସେ କଥା କେତେ ସତ ପରଖିବା ପାଇଁ ପହଞ୍ଚିଥିଲୁ ଭୁବନେଶ୍ୱର ଉପକଣ୍ଠ ଅଟଳା ଗାଁରେ। ଆମ କ୍ୟାମେରାରେ କଏଦ କରିଥିବା ଦୃଶ୍ୟ ଦେଖିଲେ ଆପଣ ସହଜରେ ଅବଗତ ହୋଇଯିବେ ଘଟଣା ବିଷୟରେ। ବିମଳାଙ୍କ ଘର ସାମ୍ନାରେ ଥିବା ଗଛ ମୂଳରେ ରହିଛି ଏକ ଉଇ ହୁଙ୍କା, ଯେଉଁଠି ବସି ବିବାହ କରିଥିଲେ ବିମଳା ନାଗସାପ ପିତୁଳାକୁ। ବିରାଟ ଉଇ ହୁଙ୍କା, ତା ମୂଳରେ ଗୋଟିଏ ଛୋଟିଆ ଟୁଙ୍ଗି ଘର। ସେହି ଘର ଭିତରେ ଶିବ ପାର୍ବତୀଙ୍କ ସହିତ ବିଭିନ୍ନ ଦେବାଦେବୀ ଏବଂ ନାଗସାପ ପିତୁଳାଟି ରହିଛି, ଯେଉଁ ପିତୁଳା ସହିତ ବିମଳାଙ୍କର ବିବାହ ହୋଇଥିଲା। ଆଧ୍ୟାତ୍ମିକ ବାସ୍ନାରେ ସେ ଅଞ୍ଚଳ ଭରି ଯାଉଛି। ସେଉଠୁ ଅଳ୍ପ ଦୂରରେ ରହିଛି ବୃଷଭଙ୍କ ବିଗ୍ରହ। ସେହି ଅଞ୍ଚଳରେ ଏପାଖ ସେପାଖ ବୁଲୁଥାନ୍ତି ବିମଳା। ପାଖରେ ଥାନ୍ତି ପରିବାର ଲୋକେ। ସବୁଠୁ ବଡ଼ କଥା ହେଉଛି, ବିମଳାଙ୍କୁ ଯିଏ ବିବାହ କରାଇଥିଲେ ସେହି ବୁଢ଼ୀ ମାଉସୀ ମଧ୍ୟ ଉପସ୍ଥିତ ଥିଲେ। ଏହି ମାଉସୀ ଜଣକ ବିଷୟରେ ବି ଟିକେ ଜାଣନ୍ତୁ ଦର୍ଶକ ବନ୍ଧୁ, ଯିଏକି ଭିକ ମାଗି 3ଟି ମନ୍ଦିର ଗଢ଼ିଥିଲେ। ସେମାନଙ୍କ ମୁହଁରୁ ଶୁଣିଲୁ ସବୁ କଥା।
ବିମଳା ମଧ୍ୟ ନାଗସାପକୁ କାହିଁକି ଓ କେମିତି ବାହା ହେଲେ ସବୁ କିଛି ଗୋଟି ଗୋଟି କରି ବଖାଣିଥିଲେ ମାଉସୀ। 12 ବର୍ଷ ଠାରୁ ଭଗବାନ ଯେମିତି ଆସିଲେ ସେମାନେ ଦେଖା ଦର୍ଶନ କରନ୍ତି, ତାଙ୍କ ସାଥିରେ କଥାବାର୍ତ୍ତା ହୁଏ, ଡାକିଲେ କହିଲେ ଆସେ ଝିଅ ବାରି ବୋଲି ଆମର ବାହାଘର ଲାଗିଲା। ମୋ ଇଚ୍ଛା ହେଲା, ମୁଁ କହିଲି ମାନେ ଯାହା ବୋଲି ମୁଁ ବାରିକି ଯିବି ତାଙ୍କ ହାତରେ। ଭଗବାନଙ୍କ ପାଖକୁ ମଣିଷ ତୁଲ୍ୟରେ ସେମାନେ ଯେମିତି ଭଲ ପାଇକି ଆସୁଛ କି ଯାଉଛ କି ଭଲ ମନ୍ଦ କଥାବାର୍ତ୍ତା ହଉଛ, ମୁଁ ଭଗବାନଙ୍କ ସହିତ ସବୁବେଳେ ହିଁ କଥାବାର୍ତ୍ତା ଭଲ ମନ୍ଦ ହଉଛି। ସେମିତି ମୁଁ କହିପାରିବି କେତେ ସମୟ ରହିଲେ କେତେ ସମୟ ଗଲେ ମୁଁ ସେଇଟା ମାନେ ମାପିକି ଆସିନି। ମୋ ବାପା ଭାଇ ମୋ ଗୁରୁମା କିଏ କଣ ମତେ ଦେବେ, ମୁଁ ଯାହାଙ୍କ ପାଖକୁ ଆସିଛି ମନ ପ୍ରାଣ ବିକ୍ରି କରୁଛି, ସେ ଯାହା ଦେଲେ ମୁଁ ତା ମା ସେଠି କହିଲା କାହିଁକି ସେ ସେମିତି ହଉଛି, ଆଉ ମା ଟିକେ କହିଲ। ମୁଁ ସେଠୁ ମୁଁ କହିଲି ଗାଁ ଛାଡ଼ିଲେ କେମିତି ପଳେଇବି, ଏତେ ବାଟ ଚାଲିକିରି ଯିବି। ସେଠୁ ମୁଁ ଲଣ୍ଡଭଣ୍ଡ ହଉଛି, ସେଠୁ କହିଲି ହଉ ଯିବା। ସେତିକିବେଳେ ଆମ ବୁଢ଼ାଙ୍କର ଦେହ ଖରାପ ହେଲା, ମୁଁ ମେଡିକାଲ ନେଇକି ଯାଇଛି। ସେଠି ମେଡିକାଲ ଗଲି, ମୁଁ କହିଲି କୁଆ ଯାଇଛି ମା, ନା ମୁଁ ଆଇଛି ପୁରା ଆପଣଙ୍କ ପାଖକୁ। କାହିଁକି ନା ମୋର ବିବାହ ହବ। ମୁଁ କହିଲି ବିବାହ କୋଉଠି, ନା ସେ ବେଲ ଗଛ ମୁଁ ହୁକା ହେଇଛି ସେଇଠି ମୋର ବିବାହ। ଆଉ ଆପଣ ଟିକେ ଯିବେ। ମୁଁ କହିଲି ତା ଦିନ ସେଠୁ ଆସିଲି, ତାଙ୍କ ଘରକୁ ଅଟୋରେ ଆସିଲି, ଅଟୋରେ ସେଠୁ ଗଲି। ଗଲାବେଳକୁ ଇଏ ଗୋଟିଏ ମୂର୍ତ୍ତି, ତାର ଜୀବ ନାହିଁ, ଆଉ ଅଜୀବ ସିଏ ମୂର୍ତ୍ତିଟି କିଣିକି ଆଣିକି ଥୋଇଛି। କହିଲା ମା ଏଇ ମୂର୍ତ୍ତିଟି ମତେ ନିର୍ଦ୍ଦେଶ ହେଇଛି, ମୁଁ ହୁଙ୍କା ମୂଳେ ଥୋଇବି, ବିବାହ ଯଦି ବିବାହର ହେଲା। ଏ ଗଛ ବୁଛ ସବୁ କୁଣ୍ଢେଇ କାଢେଇକି ଲୋକ ସବୁ ଦେଖି। ତା ଭାଇ ମତେ କହିଲା କଣ ନବ? ମୁଁ କହିଲି କଣ ତୁ ଦବୁ? ମତେ 4 କୁଇଣ୍ଟାଲ ଚାଉଳ ଦବୁ, ପରିବା ଦବୁ, କାଠ ଦବୁ, ମୋର କିଛି ଧନ ନା ତମର ପୁଅ କରିକି ତମେ ବାହାଘର କରିବ। ମୁଁ କହିଲି ହଁ, ସେ ମୋର ପୁଅ ହବ, ଇଏ ବୋହୂ ହବ, ଆଉ କଣ। ଆମେ ସେ ଯୋଗୀ ଘର, ଆମର ତ ସିଏ ଗୋତ୍ର ହଉଛନ୍ତି, ଆମର ସେ ଜନ୍ମକର୍ତ୍ତା ହଉଛନ୍ତି, ଆମେ କାହିଁ ଭୟ କରିବୁ। ମୁଁ କହିଲି ହଁ ସିଏ ହବ ପୁଅ। ମୁଁ କହିଲି ସେମିତି ନୁହଁ, ତମେ ଭିକ୍ଷା ଦେଇଦିଅ, ମୁଁ ପ୍ରଧାନ ଘରକୁ ଝୁଅ ଝୁଅ କରିକି ଦେଇ ସାଇଲେ ବାହାଘର ହବ। ପ୍ରଧାନ ଘର ଝୁଅ କରିକି ନେଲେ, ସେଠୁ ପୁରୀ ଗଲା, ପୁରୀରୁ ଆସିଲା, ବାହାଘର ହେଲା। ଏଇତ ଅଛି ଆଉ। ଆମେ ତ ବାହା ହେଇକି ଆସି ଦେଖୁଛୁ ଛୋଟିଆ ଟେ ଗେଟା ହେଇଥିଲା, ସେଠିକି ଆସିକି ପୂଜା କରନ୍ତି ଆଉ। ଏଇ ଗଛ ମୂଳେ କୋଉ ଗଛ ଥିଲା? ବେଲ ଗଛ ଏଇଟା ଆସିକି ପୂଜା କର ସବୁବେଳେ କେତେ କୋଉ ଟାଇମରେ ଆସିକି ପୂଜା କରିବ? ସନ୍ଧ୍ୟାବେଳେ ତ ବେଶୀ ଆସନ୍ତି ଆଉ ପୂଜା କରନ୍ତି। ତାପରେ କଣ ହେଲା? ଆସନ୍ତି, ସବୁବେଳେ ଆସନ୍ତି ପୂଜା କରିବାକୁ। ଆମେ କହୁ ଆମ ଘର ସେଠି, ତାଙ୍କ ଘର ଏଠି। ଝିଅ ଟା କଣ ରାତିରେ କଣ ଯାଉଛି ପୂଜା କରିବାକୁ, କଣ ସେ କିଛି କାହା କହନ୍ତିନି, ପୂଜା କରି ତାଙ୍କ ମୁଣ୍ଡିଆ ମାରି ଚାଲେ। ହଁ, ତାପରେ କଣ ହେଲା ଏଇ ମା ତ ହେଲେ ସବୁ ଆଉ। ତାପରେ କିଛି ବର୍ଷ ପରେ ମାନେ ଛୁଆ ବାହାଘର କଥା କହିଲେ ଯେ ତା ଭାଇ ମାନେ କହିଲେ ମୁଁ ବାହା ହେବିନି। ନା କାହିଁକି ନା ମୁଁ ବାହା ହେବି, କାହା ବାହା ହବୁ, ମୁଁ ବାହା ହେଇ ଚାଲିଯିବି, ଏଇଆ କହିଲେ ସିଏ ଆଉ। ଏଇ ବାରିକି ଆସିବ। ହଁ କହିଲେ ଆଉ। ତାପରେ ତାପରେ କଣ ହେଲା ସିଏ ଜାଣିତେ। ହଁ, ଲକ୍ଷେ ଲୋକ ଆଉ। ଅଲୋକ ସେଇ ସର୍ପ ତ ଦେଖିଲି ବେଦିରେ ବଇଛି, କର୍ମ ହଉଛି ପିତ୍ତଳ ମୂର୍ତ୍ତିରେ ବାହାଘର ହଉଛି। ତାପରେ ହୁଙ୍କା ଉପରେ ସର୍ପ ଏମିତି ଛିଡା ହେଇକି ମତେ ଦେଖା ଦେଇଦେଲେ। ଫଟୋ ଉଠିଲା ବେଳେ ୟାର ଫଟୋ ଉଠୁଛି, ସର୍ପ ମୁଁ ଦେଖି ନିଜେ ଅନେଇ ଦେଲା ବେଳକୁ ଦେଖିଲି, ମୁଁ କାହାକୁ କହିଲି ନାହିଁ। ହଁ, ବେଦି ଉପରେ ବଇଛି, ଅନେଇଲି ଏପଟେ କ୍ରମ ହଉଛି, ଏଇଟା ଅନେଇ ଦେଲା ବେଳକୁ ଏପଟକୁ ସେ ମତେ ପୁରା ଦେଖାଦେଲେ, ଏମିତି ଛିଡା ହେଇଛନ୍ତି। ହଁ, ନାଗସର। ତାପରେ ଏବେ ବି ସୁଦ୍ଧା ଚାରି ଜାଗାରେ ସଲୁଛନ୍ତି, ସେ ଛିଡା ହଉଛନ୍ତି ଏମିତି। ସେଠି ଆପଣଙ୍କ ପାଖରେ ମୁଁ ଏଠି, ମୁଁ ଯଦି ଧରିବାକୁ ଚାହିଁବି ଖାପକିନି ଧରି ପକେଇବି, ସେ ମତେ ଏମିତି ଅନଉଛନ୍ତି ଏବେ ବି ସୁଦ୍ଧା। ହଁ ଦେଖା ଦଉଛି, ଅନଉଛନ୍ତି ଏବେ ବି ସୁଦ୍ଧା ଦେଖା ଦଉଛି। ଏ ବାରିଘରେ ସମସ୍ତେ ଡରୁଛନ୍ତି, ମୁଁ ଡରୁନାହିଁ। ଆଙ୍କ ସେଠିକି ଯାଇଥିଲି, ସେଠି ବି ଠିଆ ହେଲା, ସେ ବି ଛିଡା ହେଲା, ମତେ ସେ ଛିଡା ହେଇଛନ୍ତି, ମୁଁ ଅନେଇଛି। ଝିଅ ପୁରା କାଟିଦେଲା, ମୁଁ ପର ଘରକୁ ଯିବି ନାହିଁ। ମୁଁ ଠାକୁର ଆଶ୍ରିତ ନେଇଛି, ବେଲଗଛକୁ ବିବାହ ବର୍ଣ୍ଣମାଳ ଦିଆହବ, ବେଲଗଛ ହୁଙ୍କା ବେଲଗଛକୁ ବାହାଘର ହବ। ସେଇଥିପାଇଁ ଏତେ ତୋଡଜୋଡ ହେଲା।
नहले एते एरिया हाईलाइट कहीं ହେଇଥାନ୍ତା। ଆଉ ସବୁଠୁ ଆଶ୍ଚର୍ଯ୍ୟ ଓ ଅଦ୍ଭୁତର କଥା ହେଉଛି ବାହାଘର ବେଳେ ହୁଙ୍କା ଚାରି ପାଖରେ ଗୁଡ଼ାଇ ହୋଇଥିବା ଧୋତି ଏବେ ମଧ୍ୟ ସେମିତି ଅଛି ଏବଂ ହୁଙ୍କା ଭିତରେ ଥିବା ବେଲ ବୃକ୍ଷଟି ମୌଳି ଝାଉଁଳି ପଡ଼ିଛି। ସେଠିକାର ପରିବେଶ ଘଞ୍ଚ ଗଛ ବୃକ୍ଷ ଭିତରେ ନିକଟରେ ଛୋଟ ଘରଟିଏ ଭିତରେ ବିମଳା ରହୁଥାନ୍ତି। ପ୍ରଥମେ ସେ କେମିତି ଏକ ବିକଟାଳ ଶବ୍ଦରେ ଆମକୁ ଚମକାଇ ଦେଲେ। ସାଧାରଣ ମଣିଷ ଭଳି ବିମଳାଙ୍କ ଆଚରଣ ଜଣାପଡ଼ୁନଥିଲା। ତଥାପି ସେ ଦୀର୍ଘ 16 ବର୍ଷ ଧରି ନାଗସାପ ସହିତ ବିବାହ କରି ରହିଛନ୍ତି। ଆଗକୁ ସେ ସ୍ଥାନରେ ଗୋଟିଏ ମନ୍ଦିର ଗଢ଼ିବା ପାଇଁ ମନସ୍ଥ କରିଛନ୍ତି। ତେବେ ଏହା ଏକ ମାନସିକତା ନା ତାଙ୍କ ଭାବନା ସହ ଘଟଣାର କିଛି ସତ୍ୟତା ରହିଛି କେବଳ ସେହି ବିମଳା ହିଁ କହିପାରିବେ। ତଥାପି ଗୋଟିଏ ନାଗସାପକୁ ବାହା ହୋଇ ବର୍ଷ ବର୍ଷ ଧରି ଏଭଳି ଭାବେ ରହିବା ଏକ ବଡ଼ ବିସ୍ମୟ କହିଲେ ଭୁଲ ହେବ ନାହିଁ। ଭୁବନେଶ୍ୱର ଉପକଣ୍ଠ ଅଟଳାରୁ ରାଜାଙ୍କ ରିପୋର୍ଟ, କେ ନ୍ୟୁଜ୍ ଓଡ଼ିଶା। हेलो 10th एग्जामिनीज आपण मैंने एमती एक स्कूल खोजुंट कि जो इंटीग्रेटेड कोचिंग पाइपर तेज टीएससी गुरुकुल जोग दिंतु जहाँ एकेडमिक लर्निंग पार्टनर फिजिक्स वाला सहित अनुमोदित। कॉल 9438782020।